ଏ ଦି ଜଣକୁ ବାହାଘର ମୁଁ କରିବି। ସେମାନେ ଆପଣଙ୍କ ମନ୍ଦିରରେ ବାହି ଚାଲି ଅଛନ୍ତି। এই কথা জানিবা পাই ମୁଁ ଅନେକ ଦିନ ଚେଷ୍ଟା କରିଛି, ହେଲେ ଲାଜରେ ମୁଁ କହିପାରିନି। କେବଳ ମୁଁ ସବୁକୁ ଅପେକ୍ଷା କରୁଥିଲି। ଆପଣ ବ୍ୟସ୍ତ ଦୁର୍ବାସୀ ବାବୁ, ଭାଗ୍ୟଲକ୍ଷ୍ମୀ ଦେବୀଙ୍କର ଚିକିତ୍ସା ପାଇଁ ଯେତେ ଟଙ୍କା ଖର୍ଚ୍ଚ ହବ ସବୁ ଟଙ୍କା ମୁଁ ଦେବି। ମୁଁ କିନ୍ତୁ ଆପଣଙ୍କ ଠାରୁ ଗୋଟାଏ ବି ଟଙ୍କା ନେବିନି। କାହିଁକି ନେବେନି? କେମିତି ନେବି ଆଜ୍ଞା? ଏପର୍ଯ୍ୟନ୍ତ ତ ଆପଣଙ୍କୁ ଥିବା କେସ୍ ବାବଦରେ ବାକି ଟଙ୍କା ଦେଇନି, ପୁଣି ଆପଣଙ୍କ ଟଙ୍କା ନେଇ କେମିତି ଧାର ଭାବି ଆପଣ କହିଲେ ଧାରୁ ଆପଣ ଏମିତି କଣ କହୁଛନ୍ତି? ବନ୍ଧୁ ହିସାବରେ ଏଇଟା ତ ହେଉଛି ମୋର କର୍ତ୍ତବ୍ୟ। କାହାକୁ ବନ୍ଧୁ ବୋଲି କହୁଛନ୍ତି ଆଜ୍ଞା? ମତେ ବନ୍ଧୁ ବୋଲି କହୁଛନ୍ତି? କି ପ୍ରକାର ବନ୍ଧୁ ମୁଁ ଏପର୍ଯ୍ୟନ୍ତ ବୁଝିପାରୁନି। ମୁଁ ଆପଣଙ୍କର କୋଉ ପ୍ରକାର ବନ୍ଧୁ? ନାଇଁ ଭାଇ, ଆପଣ ସେମିତି କୁହନ୍ତୁନି। ମୁଁ ମାନୁଛି ଆମେ ନିଜ ଇଚ୍ଛାରେ ବାହା ହେଇକି ଭୁଲ କରିଦେଇଛୁ, କିନ୍ତୁ ଯେତେ ଯାହାହେଲେ ବି ମୁଁ ତ ଆପଣଙ୍କ ସାନ ବୋହୂ ନା। ଆରେ ମୁଁ ସେ କଥା କହୁନି ରେ ମା। ଏମିତି ଜୀବନରେ ମୁଁ ଭୁଲ କରିଦେଇଛି ଯୋଉ ଭୁଲରେ ବାଟ ଖୋଜି ପାଇବାଟା ଏ ଜନ୍ମରେ କେବେ ସମ୍ଭବ ନୁହଁ। ନିଶ୍ଚୟ ସମ୍ଭବ ଭାଇ। କେମିତି ସମ୍ଭବ? ତା ଛଡ଼ା ପର ଲୋକ ପାଖରୁ ଅର୍ଥର ସାହାଯ୍ୟ ଲଜ୍ଜା କର ହେଇପାରେ, ମାତ୍ର ସାନ ବୋହୂ ଘର ତ ଅର୍ଥରେ ଦାବି କରାଯାଏ। ଆଉ ଏମିତିରେ ବି ମୋ ବାହାଘର ବେଳେ ମୋ ବାପା ଯୌତୁକ ଆକାରରେ କିଛି ବି ଅର୍ଥ ଦେଇନାହାନ୍ତି। ବଡ଼ ଭାଇ, ଏବେ ଯଦି ମୋ ବାପା କିଛି ଅର୍ଥ ଦେବା ପାଇଁ ଇଚ୍ଛା କରୁଛନ୍ତି, ତାହେଲେ ଆପଣ ଯୌତୁକ ଅର୍ଥ ବୋଲି ଭାବିକି ଗ୍ରହଣ କରିନିଅନ୍ତୁ। ଏଥିରେ ଧାର ଧରର ପ୍ରଶ୍ନ ଆସିବ କାହିଁକି? ଆସିବ ରେ ମା, ପ୍ରଶ୍ନ ଆସିବ। ତା ଛଡ଼ା ମୁଁ ଏପର୍ଯ୍ୟନ୍ତ ବୁଝିପାରିନି ତମେ ମୋର କି ପ୍ରକାର ଭାଇ, କୋଉ ହିସାବରେ ଭାଇ ବୋଉ। ତମେ କହିଲ ମା, ମୋର ତ ଗୋଟାଏ ବୋଲି ଭାଇ ଅମର, ଗୋଟାଏ ବୋଲି ଭାଇ ଅମର, ତାହାର ବାହାଘର ହେଇନି। ତମେ ଆଉ ମୋର କୋଉ ଭାଇ କି ବାହା ହେଇ ପଡ଼ିଛ ତମକୁ ମୁଁ ଭାଇ ବୋଉ ବୋଲି ମାନି ନେବି? ତମେ କହିଲ ମା, ବାବୁ ଆପଣ मान सिंह बाबू डाक कटा घारे चूर्ण देला पड़ी लाଗୁଛି। दया करी बंद करतो। आपन का आखि सामने ठिया है आपण देखि कहले से मो सानो भाई बोली देखा जाउची। कोंतु आज्ञा कोंतु से कोन मो सानो भाई कोंतु ଛାଡ଼ ସେ କଥା। ଆମର ପୂର୍ବ ସମ୍ପର୍କ ନେଇ ମୁଁ ଆପଣଙ୍କୁ କିଛି ଟଙ୍କା ଦେଉଛି, ସମୟ ଦେଖି ସେ ଟଙ୍କାର ମୋତେ ଫେରେଇ ଦେବେ। ଆପଣ ଯଦି ତାଙ୍କୁ ଅର୍ଥର ସାହାଯ୍ୟ କରନ୍ତି, ତାହେଲେ ଏଇ ମୁହୂର୍ତ୍ତରେ ଆପଣଙ୍କର ଝିଅ ବିଧବା ହବ। ମୁଁ ବି ସବୁ ଆତ୍ମହତ୍ୟା କରିବି। ନିଷ୍ପତ୍ତି ତମ ହାତରେ। ତମର ସ୍ୱାମୀ ଦରକାର ନା ଭଳି ତର ଲୋକମାନେ ଦରକାର? ତମ ମୁଣ୍ଡ କଣ ଖରାପ ହେଇଗଲା? ଯେତେ ଅଧିକା କରିବି ସିଏ ତ ମୋ ବଡ଼ ଭାଇ ବଡ଼ ଭାଉଜ। ଘର ଭିତରେ ପାଟି ତୁଣ୍ଡ କଳି କଜିଆ ହୁଏ, ତାର କି ସମାଧାନ ଅଛି ନା ନାହିଁ? ତାପରେ ବଡ଼ ଭାଇ ତ ରଣଦେଖା କରିବ, ତାକୁ ଇତର ଠନକୁ ବି କହିବ। ମୋର କିନ୍ତୁ ଶେଷ କଥା, ଆପଣ ନିଷ୍ପତ୍ତି ନିଅନ୍ତୁ। ଆପଣଙ୍କର ଯୋଗ୍ୟବାନ ଜ୍ୱାଇଁ ଦରକାର ନା ଭଳି ବନ୍ଧ? ବାପା କଣ କହିବେ? ମୋ କହୁଛି ମୋ କଥା ଶୁଣ। ତତେ ମୋ ନିୟମ ମା ଚୁପ୍ ହେଇଯା ମା। ସ୍ୱାମୀ ଭଲ ହଉ ମନ୍ଦ ହଉ ତାକୁ ପତି ପରମେଶ୍ୱର କହନ୍ତି। ସ୍ୱାମୀର କଥା ମାନି ଚଳିବା ହଉଛି ନାରୀର ପ୍ରଥମ ଧର୍ମ। ମା ମୂର୍ଖରେ ମା ବୁଝିପାରିଲିନି ଯେ ହରିନାମର ତତ୍ତ୍ୱ ବୁଝିନି। 5 ଟଙ୍କା ଦାନ କରିବା ତ ଦୂରର କଥା, 500 ଟଙ୍କାର ମୃଦଙ୍ଗଟାକୁ ସେ ଭାଙ୍ଗିଦେବ ବୋଲି ତପନ ହାଟରେ ବୁଲି ଗୋଟାଏ ଭିକାରୀ ନିକଟରେ ମୁଁ ଆସି ପହଞ୍ଚିଗଲି ରେ ମା। ଜାଣିପାରିଲିନି ଭିକାରୀଟା ମତେ ଭିକ ଦବ ତ ଦୂରର କଥା, ମୋ ଥାଳଟାକୁ ସେ ଏମିତି ଭାଙ୍ଗିଦେବ ବୋଲି ଜାଣିପାରିଲି। କଣ କହିଲ? ମୁଁ ଗୋଟାଏ ଭିକାରୀ? ବଡ଼ ପାଟି କରିବାକୁ ବାଧ୍ୟ କରନି ରେ। ବହୁତ ଜୋରରେ ପାଟି କରି ଆସେ। ପରିସ୍ଥିତି ମୋ ପାଟିଟାକୁ ସିଲେଇ କରିଦେଲା। ହେଲେ ଭୁଲି ଯାଉଛୁ ତୁ। ସକାଳ ବେଳା ଯୋଉ ଗଛର ଛାଇଟା ପଶ୍ଚିମ ଦିଗରେ ପଡ଼ିଥାଏ, ସଞ୍ଜ ହେଲେ ସେଇ ଗଛର ଛାଇଟା ପୂର୍ବ ଦିଗକୁ ଚାଲି ଆସେ। ଜମିଦାର ପୃଥିବୀରାଜ ମାନ ସିଂହ ପ୍ରାଣ ଯାଏ ପର ବଚନ ନ ଯାଏ। ତୁ ଗୋଟାଏ କୁକୁର। ଏଇ କାର୍ଯ୍ୟ ପାଇଁ ସମୟ ଆସିବ ଭାଇ ଭାଇ ବୋଲି ଚିତ୍କାର କରି ମୋ ପାଦ ତଳେ ମୁଣ୍ଡ ପିଟୁଥବୁ, କିନ୍ତୁ ଏ ଭାଇ ତତେ ସେଦିନ ଆଉ ଭାଇ ବୋଲି ସ୍ୱୀକାର କରିବନି। ଏଇଟା ହଉଛି ମୋର ଭୀଷ୍ମ ପ୍ରତିଜ୍ଞା।
করে হিরি মারা